ଜୟ ଜଗନ୍ନାଥ ପ୍ରଭୁ। ସମସ୍ତ ଓଟିଇଟି ଆସ୍ପିରାଣ୍ଟଙ୍କୁ ଓଡ଼ିଶା ଟେଟ୍ କ୍ରାକର ୱାଇଟି ପ୍ଲାଟଫର୍ମରେ ମୁଁ ସ୍ୱାଗତ ଜଣାଉଛି। ଆଜିର କ୍ଲାସରେ ଆମେ ଆକର୍ଡିଂ ଟୁ ସିଲାବସ୍ ଓଟିଇଟି 2024 ପେପର 1 ଆଣ୍ଡ ପେପର 2 ର କିଛି ଇଭିଏସ୍ କ୍ୱେଶ୍ଚିନ୍ ଯାହାକି ମେଥଡ ଆଣ୍ଡ ଆପ୍ରୋଚ୍ ତା ସହିତ ଇଭାଲୁଏସନର କ୍ୱେଶ୍ଚିନ୍ ରହିବ। ତ ସେଗୁଡ଼ିକୁ ଆମେ ପ୍ରାକ୍ଟିସ୍ କରିବା। ୱିଦାଉଟ୍ ଡିଲେ ଚାଲନ୍ତୁ କ୍ଲାସକୁ ଷ୍ଟାର୍ଟ କରିବା ଏବଂ ତା ପୂର୍ବରୁ କହି ରଖିବେ କି ଯଦି ଆପଣ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରିଥାନ୍ତି ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ କ୍ଲାସ୍ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ। ତେବେ ପ୍ରଥମ କ୍ୱେଶ୍ଚିନ୍ ଦେଖିବା କି ନିମ୍ନଲିଖିତ ମଧ୍ୟରୁ କେଉଁଟି ଭୌତିକ ପରିବେଶର ଅନ୍ତର୍ଗତ? ଅପସନ୍ ଏ ଜୀବଜନ୍ତୁ, ଅପସନ୍ ବି ଝରଣା, ଅପସନ୍ ସି ଡାକଘର, ଅପସନ୍ ସି ଧର୍ମାନୁଷ୍ଠାନ। ତେବେ ଭୌତିକ ପରିବେଶର ଅନ୍ତର୍ଗତ ଯଦି ଦେଖିବା ତାହେଲେ ତାର ସଠିକ ଆନ୍ସର ହେବ ଅପସନ୍ ବି ହେବ ଝରଣା। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 2। ନିମ୍ନଲିଖିତ ମଧ୍ୟରୁ କେଉଁଟି ସାମାଜିକ ପରିବେଶର ଅନ୍ତର୍ଗତ? ନଦୀ, ଗଛଲତା, ଡାକ୍ତରଖାନା, ମୃତ୍ତିକା। ତେବେ ସଠିକ ଆନ୍ସର କ'ଣ ହେବ କ୍ୱେଶ୍ଚିନ୍ ନମ୍ବର 2? ଅପସନ୍ ସି ହେବ ସାମାଜିକ ପରିବେଶ। ତେଣୁ ଡାକ୍ତରଖାନା ଗୋଟିଏ ସାମାଜିକ ପରିବେଶ ଅନ୍ତର୍ଗତ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 3। ନିମ୍ନଲିଖିତ ମଧ୍ୟରୁ କେଉଁଟି ସାଂସ୍କୃତିକ ପରିବେଶର ଅନ୍ତର୍ଭୁକ୍ତ ନୁହେଁ? ତେବେ ସଠିକ ଆନ୍ସର କ'ଣ ହେବ କ୍ୱେଶ୍ଚିନ୍ ନମ୍ବର 3? ରାଇଟ୍ ଆନ୍ସର ହେବ ଅପସନ୍ ଡି କୋଠାବାଡ଼ି। ଦେନ୍ ଦେଖିବା ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରାଥମିକ ବିଦ୍ୟାଳୟର ପରିବେଶ ଅଧ୍ୟୟନର ଗୁରୁତ୍ୱ ନୁହେଁ? ଭାରତର ସାମ୍ବିଧାନିକ ମୂଲ୍ୟବୋଧ ଗୁଡ଼ିକୁ ଜାଣିବା, ଜାତୀୟ ଚେତନା ଓ ଦେଶଭକ୍ତି ଭାବନାର ବିକାଶ ହେବା, ଦଳଗତ ଜୀବନଯାପନ ବିଷୟରେ ଅବଗତ ହେବା, ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଦେଶରେ ନିଆଯାଉଥିବା ପଦକ୍ଷେପ ଗୁଡ଼ିକୁ ଅଧ୍ୟୟନ କରିବା। ତେବେ ସଠିକ ଆନ୍ସର କ'ଣ ହେବ କ୍ୱେଶ୍ଚିନ୍ ନମ୍ବର 4? ପ୍ରାଥମିକ ବିଦ୍ୟାଳୟରେ ପରିବେଶ ଅଧ୍ୟୟନର ଗୁରୁତ୍ୱ ନୁହେଁ। ତେବେ ସଠିକ ଆନ୍ସର ହେବ ଅପସନ୍ ଡି ହେବ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଦେଶରେ ନିଆଯାଉଥିବା ପଦକ୍ଷେପ ଗୁଡ଼ିକୁ ଅଧ୍ୟୟନ କରିବା। ଏହା କେବେ ବି ପ୍ରାଥମିକ ବିଦ୍ୟାଳୟରେ ପରିବେଶ ଅଧ୍ୟୟନର ଗୁରୁତ୍ୱ ନୁହେଁ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 5। ନିମ୍ନଲିଖିତ ମଧ୍ୟରୁ କେଉଁଟି ଇତିହାସ ଶିକ୍ଷାଦାନର ଗୁରୁତ୍ୱ ନୁହେଁ? ବିଭିନ୍ନ ଐତିହାସିକ ଘଟଣା ସମ୍ପର୍କରେ ଜ୍ଞାନ ଲାଭ କରିବା, ବିଭିନ୍ନ ଐତିହାସିକ ସ୍ମାରକୀ ଗୁଡ଼ିକର ସୁରକ୍ଷା ପ୍ରତି ଧ୍ୟାନ ଦେବା, ବିଭିନ୍ନ ପ୍ରାକୃତିକ ପରିବେଶ ସହ ଜଡ଼ିତ ହୋଇ ସେଗୁଡ଼ିକୁ କିପରି ମାନବ କଲ୍ୟାଣରେ ସହାୟକ ହେବ ତାହା ବୁଝିବେ ଏବଂ ଅପସନ୍ ଡିରେ ଦେଲା କି ବିଭିନ୍ନ ସାଂସ୍କୃତିକ ସମନ୍ୱୟ ଯୋଗୁଁ ଭାରତୀୟ ସଂସ୍କୃତି କିପରି ସମୃଦ୍ଧ ହୋଇଛି ତାହା ହୃଦୟଙ୍ଗମ କରିବା। ତେବେ କ୍ୱେଶ୍ଚିନ୍ ନମ୍ବର 5ର କରେକ୍ଟ ଆନ୍ସର ହେବ ଯଦି ଦେଖିବା ଅପସନ୍ ସି ହେବ ବିଭିନ୍ନ ପ୍ରାକୃତିକ ପରିବେଶ ସହ ଜଡ଼ିତ ହୋଇ ସେଗୁଡ଼ିକ କିପରି ମାନବ କଲ୍ୟାଣରେ ସହାୟକ ହେବ ତାହା ବୁଝିବେ। କ୍ୱେଶ୍ଚିନ୍ ନମ୍ବର 7 କ୍ୱେଶ୍ଚିନ୍ ନମ୍ବର 6 ଦେଖିବା କି କେଉଁ ଶ୍ରେଣୀଠାରୁ ପରିବେଶ ଶିକ୍ଷାକୁ ଦୁଇଟି ଅଲଗା ଅଲଗା ବିଷୟ ରୂପେ ପାଠ୍ୟକ୍ରମରେ ରଖାଯାଇଛି? ତେବେ ସଠିକ ଆନ୍ସର କ'ଣ ହେବ କ୍ୱେଶ୍ଚିନ୍ ନମ୍ବର 6? ସମସ୍ତେ ଏହାର ସଠିକ ଆନ୍ସର ଦେଇସାରିଥିବେ ଅପସନ୍ ବି ତୃତୀୟ ଶ୍ରେଣୀଠାରୁ। କ୍ୱେଶ୍ଚିନ୍ ନମ୍ବର 7। ତୃତୀୟ ଶ୍ରେଣୀରେ ବିଜ୍ଞାନକୁ ଅଲଗା ଭାବରେ ପଢ଼ାଯିବା ପାଇଁ କେଉଁ କାରଣଟି ପ୍ରଯୁଜ୍ୟ ନୁହେଁ? ତେବେ ସଠିକ ଆନ୍ସର କ'ଣ ହେବ କ୍ୱେଶ୍ଚିନ୍ ନମ୍ବର 7? ରାଇଟ୍ ଆନ୍ସର ହେବ ପ୍ରଯୁଜ୍ୟ ନୁହେଁ ପଚାରିଛି, ତେଣୁ ସମଗ୍ର ପରିବେଶ ପିଲାଟିକୁ ଏକ ଓ ଅଭିନ୍ନ ଲାଗେ। କ୍ୱେଶ୍ଚିନ୍ ନମ୍ବର 8। ନିମ୍ନଲିଖିତ କେଉଁ କାର୍ଯ୍ୟଟି କ୍ରିୟାତ୍ମକ ବିକାଶର ଉଦାହରଣ? କ୍ରିୟାତ୍ମକ ବିକାଶର ଉଦାହରଣ। ତେବେ ସଠିକ ଆନ୍ସର କ'ଣ ହେବ କ୍ୱେଶ୍ଚିନ୍ ନମ୍ବର 8? ଏବଂ ସର୍ବମୋଟ 100 କ୍ୱେଶ୍ଚିନ୍ ଆପଣ କେତୋଟି କ୍ୱେଶ୍ଚିନ୍ ସଠିକ ଥିଲା ନିଶ୍ଚିନ୍ତ କମେଣ୍ଟ ସେକ୍ସନରେ ଲେଖିକି ଜଣାଇବେ। ରାଇଟ୍ ଆନ୍ସର ହେବ ଅପସନ୍ ଏ ହେବ କୌଣସି ବିଷୟରେ କୌଶଳ ହାସଲ ପାଇଁ ମସ୍ତିଷ୍କ ଓ ହାତରେ କାମ ମଧ୍ୟରେ ସମନ୍ୱୟ ରକ୍ଷା କରିବା। କ୍ୱେଶ୍ଚିନ୍ ନମ୍ବର 9। ନିମ୍ନଲିଖିତ କେଉଁ କାର୍ଯ୍ୟଟି ଭାବାତ୍ମକ ବିକାଶର ଉଦାହରଣ? ତେବେ ସଠିକ ଆନ୍ସର କ'ଣ ହେବ ଭାବାତ୍ମକ ବିକାଶର ଉଦାହରଣ? କ୍ୱେଶ୍ଚିନ୍ ନମ୍ବର 9 ଅପସନ୍ ଏ ହେବ ବିଜ୍ଞାନର ଅବଦାନର ମୂଲ୍ୟବୋଧ ନିରୂପଣ କରିବା। ଏ ଗୋଟେ ଭାବାତ୍ମକ ବିକାଶର ଉଦାହରଣ।
क्वेश्चन नंबर 10 କୌଣସି ଅଞ୍ଚଳର ସ୍ଥାନୀୟ ପର୍ବପର୍ବାଣୀ ବିଷୟରେ ଜାଣିବା ପାଇଁ ହେଲେ ନିମ୍ନ କେଉଁ ପଦ୍ଧତିର ସାହାଯ୍ୟ ନେବା ଦରକାର? ତେବେ ସଠିକ୍ ଆନ୍ସର କ'ଣ ହବ? କ୍वेଶ୍ଚନ ନମ୍ବର 10 ରାଇଟ୍ ଆନ୍ସର ହବ ଯଦି ଦେଖିବା ଅପସନ୍ ବି ହବ ସର୍ବେକ୍ଷଣ ପଦ୍ଧତି ଏବଂ ପଦ୍ଧତି ପନ୍ଥାକୁ ନେଇକି ଆପଣ ନିଶ୍ଚିନ୍ତ OTT ପେପର 1 ହଉ କିମ୍ବା ପେପର 2 ରେ କ୍ୱେଶ୍ଚିନ୍ ଦେଖିବାକୁ ପାଇବେ। କ୍ୱେଶ୍ଚିନ୍ ନମ୍ବର 11 ନିମ୍ନଲିଖିତ କେଉଁ ଉପାୟ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ଦୃଶ୍ୟକୁ ଉତ୍ତୋଳନ କରି ଶ୍ରେଣୀଗୃହରେ ସହଜରେ ପ୍ରଦର୍ଶନ କରାଯାଇପାରିବ? କମ୍ପ୍ୟୁଟର, ବୁଲେଟିନ୍ ବୋର୍ଡ, ମୋବାଇଲ ଫୋନ, ଫିଲ୍ମ। ତେବେ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 11 ଅପସନ୍ ସି ହବ ମୋବାଇଲ ଫୋନ। ଅପସନ୍ ସି କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 12 ନିମ୍ନଲିଖିତ କେଉଁ ବିଷୟଟିକୁ ମୁକ୍ତ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଧାରଣା ପାଇପାରିବେ? କ୍ୱେଶ୍ଚିନ୍ ନମ୍ବର 12 ଜୁଆର ଭଟ୍ଟା ଅଷ୍ଟ୍ରେଲିଆର କୃଷି ସୂର୍ଯ୍ୟପରାଗ କାଶ୍ମୀର ଅଞ୍ଚଳର ଅଧିବାସୀ। ତେବେ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 12 ଅପସନ୍ ଏ ହବ ଜୁଆର ଭଟ୍ଟା କାରଣ ମୁକ୍ତ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଧାରଣା ପାଇପାରିବେ। ତେଣୁ ରାଇଟ୍ ଆନ୍ସର ହବ ଜୁଆର ଭଟ୍ଟା। କ୍ୱେଶ୍ଚିନ୍ ନମ୍ବର 13 ପର୍ଯ୍ୟବେକ୍ଷଣ ପଦ୍ଧତିର ନିମ୍ନ କେଉଁ କ୍ରମଟି ଠିକ୍? କ୍ୱେଶ୍ଚିନ୍ ନମ୍ବର 13 ଅପସନ୍ ଡି ହବ ପର୍ଯ୍ୟବେକ୍ଷଣ ତଥ୍ୟ ସଂଗ୍ରହ ତଥ୍ୟ ବିଶ୍ଳେଷଣ ସିଦ୍ଧାନ୍ତ ବା ସିଦ୍ଧାନ୍ତ ନିରୂପଣ ଆସିଥାଏ। ତେବେ ସଠିକ୍ ଆନ୍ସର ଯଦି ଦେଖିବା ଅପସନ୍ ଡି ହବ ତାର ରାଇଟ୍ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 14 ନିମ୍ନଲିଖିତ କେଉଁ ବିଷୟଟି ପରିବେଶ ଅଧ୍ୟୟନ ସମ୍ବନ୍ଧିତ ପ୍ରକଳ୍ପ ପଦ୍ଧତିର ଅନ୍ତର୍ଗତ ନୁହେଁ? ତେବେ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 14 ପାଗ ପରିବର୍ତ୍ତନ, ପରିବେଶ ସୁରକ୍ଷା, ବୃତ୍ତି, ଚନ୍ଦ୍ରଗ୍ରହଣ। ତେବେ ସଠିକ୍ ଆନ୍ସର କ'ଣ ହବ? ଅପସନ୍ ଡି ହବ ପ୍ରକଳ୍ପ ପଦ୍ଧତିର ଅନ୍ତର୍ଗତ ନୁହେଁ। ତେଣୁ ରାଇଟ୍ ଆନ୍ସର ଦେବା ଆମେ ଅପସନ୍ ଡି ଚନ୍ଦ୍ରଗ୍ରହଣ। କ୍ୱେଶ୍ଚିନ୍ ନମ୍ବର 15 ନିମ୍ନଲିଖିତ କେଉଁ ପ୍ରକଳ୍ପ ମାଧ୍ୟମରେ ପିଲାମାନଙ୍କର ସୌନ୍ଦର୍ଯ୍ୟ ଅନୁଭୂତିର ବିକାଶ ଘଟେ? କ୍ୱେଶ୍ଚିନ୍ ନମ୍ବର 15 ଗଠନାତ୍ମକ ପ୍ରକଳ୍ପ, କଳାତ୍ମକ ପ୍ରକଳ୍ପ, ଦଳଗତ ପ୍ରକଳ୍ପ, ସମସ୍ୟାମୂଳକ ପ୍ରକଳ୍ପ। ତେବେ ସଠିକ୍ ଆନ୍ସର କ'ଣ ହବ? ଅପସନ୍ ବି ହବ ସୌନ୍ଦର୍ଯ୍ୟ ଅନୁଭୂତିର ପଚାରିଛି ତେଣୁ କଳାତ୍ମକ ପ୍ରକଳ୍ପ ଆମେ ରାଇଟ୍ ଆନ୍ସର ଦେଇପାରିବା। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 16 ପ୍ରଫେସର କିଲପାଟ୍ରିକ୍ ପ୍ରକଳ୍ପକୁ କେତେ ଭାଗରେ ବିଭକ୍ତ କରିଛନ୍ତି? ପ୍ରକଳ୍ପ ପଦ୍ଧତିକୁ ନେଇକି କିଲପାଟ୍ରିକ୍ ହେଲା କି ଆପଣଙ୍କର ଷ୍ଟିଭେନସନ୍ ସେ ଯେଉଁ ସଂଜ୍ଞା ଦେଇଛନ୍ତି ତାକୁ ମନେ ରଖିବେ। ସଂଜ୍ଞା ଗୁଡ଼ିକ ବେଳେବେଳେ କ୍ୱେଶ୍ଚିନ୍ ଆସିଥାଏ ଆପଣଙ୍କର OTT ପେପର 1 ଆଣ୍ଡ ପେପର 2 ରେ ମଧ୍ୟ। ତାହେଲେ ରାଇଟ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 16 ର ଅପସନ୍ ସି ହବ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 17 କେଉଁ ଉକ୍ତିଟି ଭୁଲ? ପ୍ରକଳ୍ପ ପଦ୍ଧତି ମନୋବିଜ୍ଞାନ ସମ୍ମତ, ପ୍ରକଳ୍ପ ମାଧ୍ୟମରେ ଆତ୍ମବିଶ୍ୱାସ ବୃଦ୍ଧି ପାଏ, ସମସ୍ତ ବିଷୟକୁ ପ୍ରକଳ୍ପ ପଦ୍ଧତି ମାଧ୍ୟମରେ ଶିକ୍ଷା ଦିଆଯାଇପାରିବ, ପ୍ରକଳ୍ପ ସମାଜ ବିଜ୍ଞାନ ସମ୍ମତ ନୀତି ଉପରେ ପର୍ଯ୍ୟବେସିତ। ତେବେ ସଠିକ୍ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 17 ଅପସନ୍ ସି ହେବ ସମସ୍ତ ବିଷୟକୁ ପ୍ରକଳ୍ପ ପଦ୍ଧତି ମାଧ୍ୟମରେ ଶିକ୍ଷା ଦିଆଯାଇପାରିବ। ଏଇଟା ହେଉଛି କ'ଣ ନା ଗୋଟେ ଭୁଲ ପଚାରିଛି କେଉଁ ଉକ୍ତିଟି ଭୁଲ। ତେବେ ସଠିକ୍ ଆନ୍ସର ହବ ଅପସନ୍ ସି ନିମ୍ନ ଉକ୍ତି ମଧ୍ୟରୁ କେଉଁଟି ଠିକ୍? ପ୍ରକଳ୍ପ ନିମ୍ନ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ଉପଯୁକ୍ତ, ଯେକୌଣସି ଶିକ୍ଷକ ପ୍ରକଳ୍ପ ପଦ୍ଧତିକୁ କାର୍ଯ୍ୟକାରୀ କରିପାରିବେ, ପ୍ରକଳ୍ପ ବିଦ୍ୟାର୍ଥୀମାନଙ୍କର ଆତ୍ମବିଶ୍ୱାସ ଓ ସ୍ୱାଧୀନ ମନୋବୃତ୍ତିକୁ ଦୃଢ଼ୀଭୂତ କରେ, ସମସ୍ତ ପାଠ୍ୟବସ୍ତୁକୁ ପ୍ରକଳ୍ପ ପଦ୍ଧତି ମାଧ୍ୟମରେ ଶିକ୍ଷା ଦିଆଯାଇପାରିବ। କେଉଁଟି ଠିକ୍ ପଚାରିଛି ତେଣୁ କରେକ୍ଟ ଆନ୍ସର କ'ଣ ହବ? କ୍ୱେଶ୍ଚିନ୍ ନମ୍ବର 18 ର ଯଦି ଦେଖିବା ରାଇଟ୍ ଆନ୍ସର ହବ ଅପସନ୍ ସି ହବ ପ୍ରକଳ୍ପ ବିଦ୍ୟାର୍ଥୀମାନଙ୍କର ଆତ୍ମବିଶ୍ୱାସ ଓ ସ୍ୱାଧୀନ ମନୋବୃତ୍ତିକୁ ଦୃଢ଼ୀଭୂତ କରେ। କ୍ୱେଶ୍ଚିନ୍ ନମ୍ବର 19 ପ୍ରକଳ୍ପର ନିମ୍ନ ସଂଜ୍ଞାଟି କେଉଁ ଶିକ୍ଷାବିତଙ୍କର
ପ୍ରକଳ୍ପ ହେଉଛି ସାମାଜିକ ପରିବେଷ୍ଟନ ନିମନ୍ତରେ ପୂର୍ଣ୍ଣ ପ୍ରାଣରେ ସମ୍ପାଦିତ ଏକ ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟ। ଏଚ୍ କିଲପାଟ୍ରିକ୍, ଷ୍ଟିଭେନସନ୍, ଜନ୍ ଡୁଇ, ଫ୍ରୋବେଲ। ତେବେ ସଠିକ୍ ଆନ୍ସର କ'ଣ ହେବ? ପ୍ରାୟତଃ ଆପଣଙ୍କର ଏଇ ଟାଇପ୍ର କ୍ୱେଶ୍ଚିନ୍ ଆସୁଛି। କ୍ୱେଶ୍ଚିନ୍ ନମ୍ବର 19 ସଠିକ୍ ଆନ୍ସର ହେବ ଅପସନ୍ ଏ ହେବ ଏଚ୍ କିଲପାଟ୍ରିକ୍। क्वेश्चन नंबर 20 निम्नलिखित केउं उक्तिटी भूल? तेबे सঠিक आंसर कोन हबो? क्वेश्चन नंबर 20 ऑप्शन सी हेबो समस्त शिक्षण कार्य पई शिक्षक शिक्षयित्रींकर आवश्यक दरकार। देन देखिए क्वेश्चन नंबर 21 निम्नोक्त मध्यरु केउंटी क्रियाशील उपकरण नुहे? चलचित्र, भौगोलिक स्थान परिभ्रमण, मानचित्र अंकन, भौगोलिक पाठचक्र। तेबे सঠিक आंसर कोन हबो? क्वेश्चन नंबर 21 ऑप्शन ए हेबो भौगोलिक स्थान परिभ्रमण। निम्नोक्त मध्यरु केउंटी कामचला उपकरणर उदाहरण नुहे? मानचित्र, मॉडल, रिलीफ मानचित्र, कंप्यूटर। सঠিक आंसर कोन हबो? क्वेश्चन नंबर 22 जो देखियो राइट आंसर हबो कंप्यूटर। कामचला उपकरण नुहे। देन देखिबा क्वेश्चन नंबर 23 जेउ क्षेत्र रे उपकरण संग्रह सहज साध्य नुहे सेपरि स्थले शिक्षक कोन करिवा उचित? समस्त यार सঠিक आंसर दे परिबे। क्वेश्चन नंबर 23 ऑप्शन सी हेबो छात्र छात्री सहायता हाथगढ़ा उपकरण प्रस्तुत करी व्यवहार करें। निम्नोक्त केउं स्तर पर शिक्षादान शिक्षण समय उपकरणर सर्वाधिक आवश्यकता अछि? क्वेश्चन नंबर 24 प्राथमिक, उच्च प्राथमिक, माध्यमिक एवं उच्च माध्यमिक। सঠিक आंसर कौन हम? क्वेश्चन नंबर 24 ऑप्शन ए हेबो प्राथमिक। देन देखिए निम्न उक्ति मध्यरु केउंटी शिक्षण संबलर स्वरूप सह संपर्कित नुहे? शिक्षण संबल गुड़िक सामाजिक विज्ञान दक्षता आधारित होगा दरकार। संबल गुड़िक सर्वदा शिक्षक मान द्वारा व्यवहार होगा विधेय। एवं ऑप्शन सी रे अछि कि संबल गुड़िकर बहुविध व्यवहार थिबा आवश्यक। एगुड़िक विपदमुक्त और दीर्घस्थायी होगा विधेय। तेबे क्वेश्चन नंबर 25 रो करेक्ट आंसर कोन हबो? स्वरूप सह संपर्कित नुहे पचारि तेणु राइट आंसर हबो क्वेश्चन नंबर 25 रो ऑप्शन बी। संबल गुड़िक सर्वदा शिक्षक मान द्वारा व्यवहार होगा विधेय संपर्कित नुहे पचारि तेणु करेक्ट आंसर हबो ऑप्शन बी हबो। देन देखिए क्वेश्चन नंबर 26 ऐतिहासिक मानचित्र थिबा पाटलिपुत्र को वर्तमान राजनैतिक मानचित्र रे केउं स्थान को बुझा जाउछि? क्वेश्चन नंबर 26 ऑलरेडी ठीक चिन्ह मरा हो जाइछि तो क्वेश्चन नंबर 26 रो राइट आंसर हबो ऑप्शन बी पाटणा। इतिहास सह संपृक्त स्थान गुड़िक जानिबा पई शिक्षक कोन करिवा उचित? क्वेश्चन नंबर 27 राइट आंसर कोन हबो? ऑप्शन सी हेबो वर्तमान राजनैतिक और ऐतिहासिक मानचित्र व्यवहार करि परिबे। केउं महान दार्शनिक प्राथमिक स्तर पिलामानक पई गल्प उपरे गुरुत्व देइछन्ते? अरिस्टोटल, फ्रोबेल, मोंटेसोरी, प्लेटो। तेबे सঠিक आंसर कोन हबो? क्वेश्चन नंबर 28 ऑप्शन डी हेबो प्लेटो। निम्नोक्त मध्यरु केउंटिरे सत्यतार परिमाण कम थाए? सत्यगल्प, किंवदंती, उपकथा कौनसिटी नुहे। क्वेश्चन नंबर 29 सঠিक आंसर हम जो देखिए ऑप्शन सी हम कारण सत्यतार परिमाण कम थाए उपकथा। निम्नोक्त मध्यरु केउंटी इतिहास मूलपिंड स्वरूप? सत्यगल्प, किंवदंती, उपकथा कौनसिटी नुहे। तेबे सঠিक आंसर कौन हम? क्वेश्चन नंबर 30 ऑप्शन ए हेबो सत्यगल्प। क्वेश्चन नंबर 31 इतिहास विषय शिक्षण समय शिक्षक किछि अंश वर्णना पर कि प्रकार प्रश्न पचारिबा उचित? क्वेश्चन नंबर 31
ଅପସନ୍ ସି ଚିନ୍ତା ଓ ପ୍ରତ୍ୟାଶାମୂଳକ ପ୍ରଶ୍ନାବଳୀ। ଇତିହାସର ଏକ ଦୀର୍ଘ ସମୟ ଅବଧିକୁ ଏକ ଧାରାବାହିକ ସ୍କେଲରେ ଉପସ୍ଥାପନ କରିବାର ପ୍ରଣାଳୀକୁ କ'ଣ କୁହାଯାଏ? କ୍ୱେଶ୍ଚିନ୍ ନମ୍ବର 32। ସମୟରେଖା, ମାନଚିତ୍ର, ଆଟଲାସ୍, ଭୂଗୋଲକ। ତେବେ ସଠିକ୍ ଆନ୍ସର କ'ଣ ହେବ କ୍ୱେଶ୍ଚିନ୍ ନମ୍ବର 32 ର? ଅପସନ୍ ଏ ହେବ ସମୟ ରେଖା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉତ୍ତମ ମାନଚିତ୍ରର ବୈଶିଷ୍ଟ୍ୟ? କ୍ୱେଶ୍ଚିନ୍ ନମ୍ବର 33। ଅପସନ୍ ଡି ଉପରୋକ୍ତ ସମସ୍ତ, କାରଣ ଏସବୁ ଗୁଡ଼ିକ ତାର ଗୋଟେ ବୈଶିଷ୍ଟ୍ୟ ଆମେ କହିପାରିବା। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 34। ଏକ ସମତଳ କାଗଜ ଉପରେ ନିର୍ଦ୍ଦିଷ୍ଟ ସଂକେତ ବ୍ୟବହାର କରି ଭୂପୃଷ୍ଠର ବିଭିନ୍ନ ଅଂଶର ଉପସ୍ଥାପନାକୁ କ'ଣ କୁହାଯାଏ? ସମତଳ କାଗଜ ଉପରେ, ତ ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। କ୍ୱେଶ୍ଚିନ୍ ନମ୍ବର 34 ର ଅପସନ୍ ଏ ମାନଚିତ୍ର। ଭୂପୃଷ୍ଠର ଉଚ୍ଚ ନିଚ ଦର୍ଶାଉଥିବା ମାନଚିତ୍ରକୁ କ'ଣ କହନ୍ତି? ରାଜନୈତିକ, ପ୍ରାକୃତିକ, ରିଲିଫ୍, ଐତିହାସିକ। ଏବଂ ଯେତିକି ବି ଆପଣ କ୍ୱେଶ୍ଚିନ୍ ଦେଖିବେ ଓଟିଟି ପେପର 1 ହଉ କି ପେପର 2 ସବୁ କିଛି ଆପଣଙ୍କର 95% ବୁକ୍ରୁ ହିଁ ପ୍ରଶ୍ନ ଆସିଥାଏ। ତେଣୁ ସର୍ବପ୍ରଥମେ ବୁକ୍ରୁ ଆପଣ କନସେପ୍ଟ କ୍ଲିୟର ହୁଅନ୍ତୁ, ଦେନ୍ ଯେତିକି ସମ୍ଭବ ଆପଣ ମାକ୍ସିମମ୍ ଟୁ ମାକ୍ସିମମ୍ ଏମସିକ୍ୟୁ ପ୍ରାକ୍ଟିସ୍ କରନ୍ତୁ। ତେବେ କ୍ୱେଶ୍ଚିନ୍ ନମ୍ବର 35 ର ରାଇଟ୍ ଆନ୍ସର ହେବ ଯଦି ଦେଖିବା ଅପସନ୍ ସି ହେବ ରିଲିଫ୍। ଅକ୍ଷାଂଶ ଓ ଦ୍ରାଘିମା କହିଲେ ଆମେ କ'ଣ ବୁଝିବା? ଏକ ସରଳ ରେଖା, ଏକ ଅର୍ଦ୍ଧବୃତ୍ତ, ଏକ ବୃତ୍ତ, ଦୁଇ ସ୍ଥାନ ମଧ୍ୟରେ କୌଣିକ ଦୂରତ୍ୱ। ତେବେ ସଠିକ୍ ଆନ୍ସର କ'ଣ ହେବ? ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। କ୍ୱେଶ୍ଚିନ୍ ନମ୍ବର 36 ର ଅପସନ୍ ଡି ଦୁଇ ସ୍ଥାନ ମଧ୍ୟରେ କୌଣିକ ଦୂରତ୍ୱକୁ ଆମେ ଅକ୍ଷାଂଶ ବା ଦ୍ରାଘିମା ବୁଝିଥାଉ। ପୃଥିବୀ ଆକୃତି ସହ ସାମଞ୍ଜସ୍ୟ ରଖି ଏକ ନିର୍ଦ୍ଦିଷ୍ଟ ମାନ ସାହାଯ୍ୟରେ ତିଆରି କରାଯାଇଥିବା ବର୍ତ୍ତୁଳାକାର ବସ୍ତୁକୁ କ'ଣ କୁହାଯାଏ? ମାନଚିତ୍ର, ଭୂଗୋଲକ, ଆଟଲାସ୍, ପେଣ୍ଡୁ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 37। ଅପସନ୍ ବି ଭୂଗୋଲକ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୁଲ? ସେ ପଚାରିଛି ଭୁଲ କେଉଁଟି? ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 38। ଅପସନ୍ ସି ହେବ ଗ୍ଲୋବ ମାଧ୍ୟମରେ ମୃତ୍ତିକା ସମ୍ବନ୍ଧୀୟ ତଥ୍ୟକୁ ଭଲ ଭାବରେ ବୁଝାଇ ହେବ। ଏଟା ସମ୍ପୂର୍ଣ୍ଣ ରୂପେ ଭୁଲ। କ୍ୱେଶ୍ଚିନ୍ ନମ୍ବର 39। ନିମ୍ନ କେଉଁ ପୁସ୍ତକଟି ଶିକ୍ଷକମାନଙ୍କର ବୃତ୍ତିଗତ ଦକ୍ଷତାର ବୃଦ୍ଧି ଘଟାଏ? ପାଠ୍ୟପୁସ୍ତକ, ଶିକ୍ଷକ ସହାୟକ ପୁସ୍ତିକା, ଅଭ୍ୟାସ ପୁସ୍ତିକା, ଟେକ୍ସଟ ବୁକ୍। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 39। ଅପସନ୍ ବି ହେବ ଶିକ୍ଷକ ସହାୟକ ପୁସ୍ତିକା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 40। ନିମ୍ନ ପୁସ୍ତିକାରେ ପାଠ୍ୟପୁସ୍ତକକୁ ଆଧାର କରି ବିଭିନ୍ନ ପ୍ରକାରର ପ୍ରଶ୍ନ ପ୍ରସ୍ତୁତ କରାଯାଇ ସେଗୁଡ଼ିକ ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଥାଏ। ନିମ୍ନ କେଉଁ ପୁସ୍ତିକାରେ? ପାଠ୍ୟପୁସ୍ତକ, ଶିକ୍ଷକ ସହାୟକ ପୁସ୍ତିକା, ଅଭ୍ୟାସ ପୁସ୍ତିକା, ଶିକ୍ଷକ ସାଥୀ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 40। ରାଇଟ୍ ଆନ୍ସର ହେବ ଅପସନ୍ ସି ଅଭ୍ୟାସ ପୁସ୍ତିକା। ସମଳ କକ୍ଷକୁ ଆଧାର କରି ନିମ୍ନ କେଉଁ ତଥ୍ୟଟି ଭୁଲ? ଏହା କେବଳ ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗୀ, ପିଲାମାନଙ୍କର ସ୍ୱଶିକ୍ଷଣରେ ସାହାଯ୍ୟ କରେ, ଶ୍ରେଣୀଗୃହ ଶିକ୍ଷଣକୁ ଅଧିକ ଫଳପ୍ରଦ କରାଏ, ଏହା ସ୍ୱଳ୍ପ ସମୟ ମଧ୍ୟରେ ଦକ୍ଷତା ହାସଲରେ ସାହାଯ୍ୟ କରେ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 41। ଅପସନ୍ ଏ ହେବ ଏହା କେବଳ ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗୀ। କେଉଁ ତଥ୍ୟଟି ଭୁଲ ପଚାରିଛି, ତେଣୁ ରାଇଟ୍ ଆନ୍ସର ହେବ ଅପସନ୍ ଏ ହେବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 42। ଶିକ୍ଷଣରେ ମାନ ନିର୍ଦ୍ଧାରଣର ଆବଶ୍ୟକତାକୁ ଆଧାର କରି କେଉଁ ଉକ୍ତିଟି ଭୁଲ? ତେବେ ରାଇଟ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 42 ର ଯଦି ଦେଖିବା ତାହେଲେ ତାର କରେକ୍ଟ ଆନ୍ସର ହେବ ଅପସନ୍ ବି। କେଉଁ ଉକ୍ତିଟି ଭୁଲ ପଚାରିଛି, ତେଣୁ ପାଠ୍ୟକ୍ରମର ଲକ୍ଷ୍ୟ କେତେ ଦୂର ହାସଲ ହୋଇଛି ତାହା ଜାଣିବା କଷ୍ଟକର ହୁଏ। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 43। ନିମ୍ନ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ସାମାଜିକ ପାଠ ମାନ ନିର୍ଦ୍ଧାରଣ ପାଇଁ ଏକ କୌଶଳ ନୁହେଁ?
ପରୀକ୍ଷଣ, ପ୍ରକଳ୍ପ କାର୍ଯ୍ୟ, କୃତି ମୂଲ୍ୟାୟନ, ରେଟିଂ ସ୍କେଲ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 43 ଅପସନ୍ ଡି ହେବ ରେଟିଂ ସ୍କେଲ। 3, 5 ଏବଂ 7 ପଏଣ୍ଟ ବିଶିଷ୍ଟ ଯେଉଁ ରେଟିଂ ସ୍କେଲ ଥାଏ ଆପଣଙ୍କର। ନିମ୍ନୋକ୍ତ ଗୁଡ଼ିକ ମଧ୍ୟରୁ କେଉଁଟି ସାମାଜିକ ପାଠ ମାନ ନିର୍ଦ୍ଧାରଣ ପାଇଁ ଏକ ସାଧନ ନୁହେଁ? ଅପସନ୍ ଡି ହେବ ଏହାର କରେକ୍ଟ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 45 ନିମ୍ନ କେଉଁ ପ୍ରକାର ପ୍ରଶ୍ନରେ ପରୀକ୍ଷାର୍ଥୀ ନିଜ ଭାଷାରେ ନିଜସ୍ୱ ଶୈଳୀରେ ଉତ୍ତର ଦେଇଥାନ୍ତି? ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। କ୍ୱେଶ୍ଚିନ୍ ନମ୍ବର 45 ଅପସନ୍ ଏ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ। କ୍ୱେଶ୍ଚିନ୍ ନମ୍ବର 46 କେଉଁ ପ୍ରଶ୍ନର ଉତ୍ତର ଏକ ଶବ୍ଦ, ସଂକେତ, ସଂଖ୍ୟା, ଏକ ଶବ୍ଦପୁଞ୍ଜ ବା ବାକ୍ୟରେ ଦେବାକୁ ପଡ଼େ? ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 46 ଅପସନ୍ ଡି ବସ୍ତୁନିଷ୍ଠ ପ୍ରଶ୍ନ। ମୋ କରିବା କ୍ୱେଶ୍ଚିନ୍ ନମ୍ବର 47 ନିମ୍ନ କେଉଁ ପ୍ରକାରର ପ୍ରଶ୍ନର ଉତ୍ତରକୁ ବର୍ଣ୍ଣନା କରିବା ପାଇଁ ଆଦୌ ସୁଯୋଗ ନଥାଏ? ନିଶ୍ଚିନ୍ତ ବସ୍ତୁନିଷ୍ଠ ପ୍ରଶ୍ନ। କ୍ୱେଶ୍ଚିନ୍ ନମ୍ବର 48 ପୃଥିବୀର କେତୋଟି ଉପଗ୍ରହ ଅଛି? ଏହି ପ୍ରଶ୍ନଟି ନିମ୍ନ କେଉଁ ପ୍ରକାରର ପ୍ରଶ୍ନ ଅନ୍ତର୍ଗତ? କ୍ୱେଶ୍ଚିନ୍ ନମ୍ବର 48 ରାଇଟ୍ ଆନ୍ସର ହେବ ଅପସନ୍ ଡି ହେବ ବସ୍ତୁନିଷ୍ଠ ପ୍ରଶ୍ନ। ଉଦାହରଣ ସହ ସଜୀବ ଓ ନିର୍ଜୀବ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ। ଏହି ପ୍ରଶ୍ନଟି ନିମ୍ନ କେଉଁ ପ୍ରକାରର ପ୍ରଶ୍ନ? ତ ପାର୍ଥକ୍ୟ ଦର୍ଶାଅ ଆମେ କହିପାରିବା କି କ୍ୱେଶ୍ଚିନ୍ ନମ୍ବର 49 ର କରେକ୍ଟ ଆନ୍ସର ଅପସନ୍ ଏ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ। ପୃଥିବୀର ବାର୍ଷିକ ଗତିର ପରିମାଣ କେତେ ଦିନ? ଏହା କି ପ୍ରକାରର ପ୍ରଶ୍ନର ଅନ୍ତର୍ଗତ? ତ କ୍ୱେଶ୍ଚିନ୍ ନମ୍ବର 50 ରାଇଟ୍ ଆନ୍ସର ହେବ ଅପସନ୍ ଏ ଜ୍ଞାନ। ଯାହା ମନେ ରଖି ଉତ୍ତର ଦେବାକୁ ପଡ଼ିଥାଏ ସେ ସବୁ ଜ୍ଞାନ ଭିତ୍ତିକ। ଭାରତର ମାନଚିତ୍ର ଅଙ୍କନ କରି ଏହାର ରାଜଧାନୀ ଦର୍ଶାଅ। ଏହା କି ପ୍ରକାରର ପ୍ରଶ୍ନ? ପ୍ରଥମେ ଅଙ୍କନ କରିବ ଏବଂ ରାଜଧାନୀକୁ ଦର୍ଶାଇବାକୁ ପଡ଼ିଥାଏ। ତ ନିଶ୍ଚିନ୍ତ ଆମେ କହିପାରିବା କ୍ୱେଶ୍ଚିନ୍ ନମ୍ବର 51 କୌଶଳ। ନିମ୍ନ କେଉଁ ପ୍ରକାରର ପ୍ରଶ୍ନ ପାଇଁ ଉତ୍ତର ଖାତାର ଆବଶ୍ୟକତା ପଡ଼େ? ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। କ୍ୱେଶ୍ଚିନ୍ ନମ୍ବର 52 ଅପସନ୍ ଡି କେଉଁ ପ୍ରକାର ପ୍ରଶ୍ନ ପାଇଁ ଉତ୍ତର ଖାତାର ଆବଶ୍ୟକତା ପଡ଼େ? ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। କ୍ୱେଶ୍ଚିନ୍ ନମ୍ବର 53 ନିମ୍ନ କେଉଁ ପ୍ରକାରର ପ୍ରଶ୍ନର ଉତ୍ତର ରେଖା ସାହାଯ୍ୟରେ ଦର୍ଶାଇ ହେବ? ଉତ୍ତର ରେଖା ସାହାଯ୍ୟରେ ଦର୍ଶାଇ ହେବ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 53 ନିଶ୍ଚିନ୍ତ ମେଳକ ପ୍ରଶ୍ନ କ ସ୍ତମ୍ଭ ଏବଂ ଖ ସ୍ତମ୍ଭକୁ ନେଇକି। କ୍ୱେଶ୍ଚିନ୍ ନମ୍ବର 54 ନିମ୍ନୋକ୍ତ କେଉଁ କାର୍ଯ୍ୟରୁ ପିଲାମାନଙ୍କର ବ୍ୟବହାର ସମ୍ବନ୍ଧରେ ଜାଣି ହୁଏ? ବ୍ୟବହାର ସମ୍ପର୍କରେ ଜାଣି ହୁଏ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 54 ଅପସନ୍ ବି ହେବ ପ୍ରକଳ୍ପ କାର୍ଯ୍ୟ। ମୋ କରିବା କ୍ୱେଶ୍ଚିନ୍ ନମ୍ବର 55 ନିମ୍ନୋକ୍ତ କେଉଁ ପ୍ରକାର ରେଟିଂ ସ୍କେଲରେ କାର୍ଯ୍ୟାବଳୀର ସମସ୍ତ ଦିଗକୁ ଅଧିକ ସ୍ତରରେ ଭାଗ କରି ସ୍କେଲ ପ୍ରସ୍ତୁତ କରାଯାଏ? ଅଧିକ ସ୍ତରରେ ପଚାରିଛି ମାନେ ନିଶ୍ଚିନ୍ତ ଆମେ କହିପାରିବା କି 7 ପଏଣ୍ଟ। ମୋ କରିବା କ୍ୱେଶ୍ଚିନ୍ ନମ୍ବର 56 ନିମ୍ନୋକ୍ତ ମଧ୍ୟରୁ କେଉଁଟି ପର୍ଯ୍ୟବେକ୍ଷଣ କୌଶଳର ଏକ ମୁଖ୍ୟ ସାଧନ ନୁହେଁ? ଯଦି ଆମେ ଦେଖିବା ପର୍ଯ୍ୟବେକ୍ଷଣ ପ୍ରିଭିୟସ୍ ଇୟର ଆପଣଙ୍କର ଏଇ କ୍ୱେଶ୍ଚିନ୍ ଆସିଥିଲା। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 56 ର ଅପସନ୍ ଡି ହେବ ପ୍ରଶ୍ନାବଳୀ। କ୍ୱେଶ୍ଚିନ୍ ନମ୍ବର 57 ନିମ୍ନ ପ୍ରଶ୍ନଟି କେଉଁ ପ୍ରକାର ପ୍ରଶ୍ନର ଅନ୍ତର୍ଗତ? ପୁରୀ ବଙ୍ଗୋପସାଗର କୂଳରେ ଅବସ୍ଥିତ କି ହଁ କିମ୍ବା ନାହିଁ? ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 57 ରାଇଟ୍ ଆନ୍ସର ହେବ ଚେକ୍ ଲିଷ୍ଟ। ନିମ୍ନ କାର୍ଯ୍ୟଟି କେଉଁ ପ୍ରକାରର ମୂଲ୍ୟାୟନ ଅନ୍ତର୍ଗତ? ଐତିହାସିକ ଘଟଣାବଳୀକୁ ଆଧାର କରି କବିତା ଲେଖିବା। ତ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 58 ଅପସନ୍ ବି କୃତି ମୂଲ୍ୟାୟନ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 59 ନିମ୍ନ କେଉଁ ପ୍ରକାରର ମୂଲ୍ୟାୟନରେ ଛାତ୍ରଛାତ୍ରୀମାନଙ୍କର ସ୍ୱମୂଲ୍ୟାୟନ ତଥା ସହପାଠୀ ଓ ଶିକ୍ଷକମାନଙ୍କ
ଦ୍ୱାରା ମଧ୍ୟ ମୂଲ୍ୟାୟନରେ ଅଂଶଗ୍ରହଣ କରନ୍ତି। ସମବ୍ୟାପକ ମୂଲ୍ୟାୟନ, ଧାରାବାହିକ ମୂଲ୍ୟାୟନ, କୃତି ମୂଲ୍ୟାୟନ, ନିଦାନ ଭିତ୍ତିକ ମୂଲ୍ୟାୟନ। ତେବେ କ୍ୱେଶ୍ଚିନ୍ ନମ୍ବର 59 ର କରେକ୍ଟ ଆନ୍ସର କ'ଣ ହେବ? କୃତି ମୂଲ୍ୟାୟନ। ନିମ୍ନ ମୂଲ୍ୟାୟନ ମଧ୍ୟରୁ କେଉଁଟି ବ୍ୟକ୍ତି କେନ୍ଦ୍ରିକ? କ୍ୱେଶ୍ଚିନ୍ ନମ୍ବର 60 ଦୀର୍ଘ ଉତ୍ତର ଗୁଡ଼ିକର ମୂଲ୍ୟାୟନ ରେ କ'ଣ ନା ବ୍ୟକ୍ତି କେନ୍ଦ୍ରିକ ଅଧିକ ଥାଏ। କ୍ୱେଶ୍ଚିନ୍ ନମ୍ବର 61 ଏକକ ପରୀକ୍ଷଣ ସମ୍ବନ୍ଧରେ ନିମ୍ନ କେଉଁ ଉକ୍ତିଟି ଠିକ୍? ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 61 ଅପସନ୍ ସି ହେବ। ଏକକ ପରୀକ୍ଷଣ ମୂଲ୍ୟାୟନ ଉଭୟ ଶିକ୍ଷକ ଶିକ୍ଷାର୍ଥୀଙ୍କ ସମ୍ମିଳିତ କାର୍ଯ୍ୟ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 62 ସମ୍ମିଳିତ ମୂଲ୍ୟାୟନ ପ୍ରକ୍ରିୟା କାହାକୁ କହନ୍ତି? ସମ୍ମିଳିତ ମୂଲ୍ୟାୟନ ପ୍ରକ୍ରିୟା କାହାକୁ କହନ୍ତି? ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 62 ଅପସନ୍ ସି ହେବ। ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପରିଚାଳନା, ମୂଲ୍ୟାଙ୍କନ ଇତ୍ୟାଦିରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ଏହାକୁ କୁହାଯାଏ ସମ୍ମିଳିତ ମୂଲ୍ୟାୟନ ପ୍ରକ୍ରିୟା। କ୍ୱେଶ୍ଚିନ୍ ନମ୍ବର 63 ଏକକ ପରୀକ୍ଷଣ ପରିଚାଳନାରେ ନିମ୍ନ କେଉଁ ଉକ୍ତିଟି ଠିକ୍? ଏକକ ପରୀକ୍ଷଣ ପରିଚାଳନାରେ ନିମ୍ନୋକ୍ତ ମଧ୍ୟରୁ କେଉଁ ଉକ୍ତିଟି ଠିକ୍ ପଚାରିଛି? ତେବେ ସଠିକ୍ ଆନ୍ସର କ'ଣ ହେବ? ତେବେ ରାଇଟ୍ ଆନ୍ସର ଯଦି ଦେଖିବା କ୍ୱେଶ୍ଚିନ୍ ନମ୍ବର 63 ଏକ ଅପସନ୍ ଡି ହେବ। ଏକକ ପରୀକ୍ଷଣ ଲିଖିତ, ମୌଖିକ ଓ ପ୍ରକଳ୍ପ ଉପରେ ଆଧାରିତ ହେବା ଉଚିତ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 64 ଏକକ ପରୀକ୍ଷଣ ପରିଚାଳନାରେ ନିମ୍ନ କେଉଁ ଉକ୍ତିଟି ଠିକ୍? କ୍ୱେଶ୍ଚିନ୍ ନମ୍ବର 64 ରାଇଟ୍ ଆନ୍ସର ହେବ ଉପରୋକ୍ତ ସମସ୍ତ। କାରଣ ଏକକ ପରୀକ୍ଷଣ ପରିଚାଳନା ଯଦି ଆମେ ଦେଖିବା ଉତ୍ତର ଲେଖିବା ପାଇଁ ଯେଉଁ ଶିକ୍ଷାର୍ଥୀ ଅଧିକ ସମୟ ଚାହିଁବେ ସେମାନଙ୍କୁ ଅଧିକ ସମୟ ଦିଆଯିବ ଏହା ହୋଇଥାଏ। ଏକକ ପରୀକ୍ଷଣରୁ ଶିକ୍ଷାର୍ଥୀର ଆତ୍ମବିଶ୍ୱାସ ବୃଦ୍ଧି ପାଏ ଏହା ମଧ୍ୟ ଠିକ୍ ଏବଂ ପରୀକ୍ଷଣ ପରେ ପିଲାଙ୍କ ସହ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଆଲୋଚନା ହେବା ଦରକାର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 65 ଏକକ ପରୀକ୍ଷା ପରିଚାଳନାର ନିମ୍ନ କେଉଁ ଉକ୍ତିଟି ଠିକ୍? କ୍ୱେଶ୍ଚିନ୍ ନମ୍ବର 65 ଅପସନ୍ ଡି ଉପରୋକ୍ତ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 66 ନିମ୍ନ କେଉଁ ପରୀକ୍ଷଣ ଅନୌପଚାରିକ ଶ୍ରେଣୀଭୁକ୍ତ? ତେବେ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ଏ ହେବ ଏକକ ପରୀକ୍ଷଣ। ବ୍ଲୁ ପ୍ରିଣ୍ଟକୁ କିପରି ଭାବରେ ବ୍ୟବହାର କରିବା ଦରକାର? ତେବେ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ବି ହେବ ଏହା ଆଧାର କରି ପ୍ରଶ୍ନପତ୍ର ତିଆରି କରାଯାଏ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 68 ସଫଳ ମୂଲ୍ୟାୟନ ପଦ୍ଧତି ସମ୍ବନ୍ଧରେ କେଉଁ ଉକ୍ତିଟି ଭୁଲ? ବର୍ଷର ଗୋଟିଏ କିମ୍ବା ଦୁଇଟି ପରୀକ୍ଷା ନ କରି ବିଭିନ୍ନ ସମୟରେ ପରୀକ୍ଷା କରିବା ଉଚିତ। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଭିତ୍ତିକ ହେବା ଦରକାର ଏବଂ ବ୍ଲୁ ପ୍ରିଣ୍ଟକୁ ଆଧାର କରି ପ୍ରଶ୍ନପତ୍ର ତିଆରି ହେବା ଦରକାର। ଉପରୋକ୍ତ ଉତ୍ତର ମଧ୍ୟରୁ କୌଣସିଟି ନୁହେଁ। ତାହେଲେ କ୍ୱେଶ୍ଚିନ୍ ନମ୍ବର 68 ର କରେକ୍ଟ ଆନ୍ସର କ'ଣ ହେବ? ଅପସନ୍ ଡି ହେବ ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ। କ୍ୱେଶ୍ଚିନ୍ ନମ୍ବର 69 ପ୍ରଶ୍ନପତ୍ର ପ୍ରସ୍ତୁତ ପୂର୍ବରୁ ନିମ୍ନ କାର୍ଯ୍ୟଗୁଡ଼ିକ ମଧ୍ୟରୁ କେଉଁଟି ଭୁଲ? କ୍ୱେଶ୍ଚିନ୍ ନମ୍ବର 69 ଅପସନ୍ ଡି ହେବ। ଗୋଟିଏ ପ୍ରଶ୍ନପତ୍ରରେ ଲିଖିତ, ମୌଖିକ ଓ କାର୍ଯ୍ୟଭିତ୍ତିକ ପ୍ରଶ୍ନ ସ୍ଥାନ ପାଇବା ଉଚିତ। ଏକକ ପରୀକ୍ଷଣ ଫଳାଫଳକୁ ଲିପିବଦ୍ଧ ଓ ବ୍ୟବହାର ସମ୍ବନ୍ଧରେ କେଉଁ ଉକ୍ତିଟି ଠିକ୍? କ୍ୱେଶ୍ଚିନ୍ ନମ୍ବର 70 ରାଇଟ୍ ଆନ୍ସର ହେବ ଉପରୋକ୍ତ ମଧ୍ୟରୁ ସମସ୍ତ ଠିକ୍। ତେବେ 100 କ୍ୱେଶ୍ଚିନ୍ ଆପଣ କେତେଟା କ୍ୱେଶ୍ଚିନ୍ କରେକ୍ଟ ନିଶ୍ଚିନ୍ତ ଜଣେଇବେ। କେତୋଟି କ୍ୱେଶ୍ଚିନ୍ କରେକ୍ଟ ଥିଲା ଆପଣଙ୍କର?
ଶିକ୍ଷାର୍ଥୀର ସାମଗ୍ରିକ ମୂଲ୍ୟାୟନ ପାଇଁ କେଉଁ ପ୍ରକାରର ମୂଲ୍ୟାୟନ ଅତ୍ୟନ୍ତ ଜରୁରୀ? ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 71 ଅପସନ୍ ସି ହେବ ସମବ୍ୟାପକ ମୂଲ୍ୟାୟନ। ସାମଗ୍ରିକ ମୂଲ୍ୟାୟନ ପଚାରିଛି, ତେଣୁ ରାଇଟ୍ ଆନ୍ସର ହେବ ଅପସନ୍ ସି। ମୁଭ୍ କରିବା କ୍ୱେଶ୍ଚିନ୍ ନମ୍ବର 72 ଶୈକ୍ଷିକ କାର୍ଯ୍ୟାବଳୀର ଏକ ଉଦାହରଣ। ଅପସନ୍ ଏ ଗଣିତ, ଇଂରାଜୀ ଆଦି ବିଷୟ। ମାନ ନିର୍ଦ୍ଧାରଣର ଫଳାଫଳ ସଂକ୍ରାନ୍ତରେ କେଉଁ ଉକ୍ତିଟି ଠିକ୍? କ୍ୱେଶ୍ଚିନ୍ ନମ୍ବର 73 ଶିକ୍ଷାର୍ଥୀ ବିଭିନ୍ନ ବିଷୟରେ ନିଜର ସ୍ଥିତି ଆକଳନ କରିପାରେ, ଏହା ଠିକ୍ କି? ପରବର୍ତ୍ତୀ ପର୍ଯ୍ୟାୟରେ ନିଜର ଦୁର୍ବଳତାକୁ ଦୂର କରିବାକୁ ଚେଷ୍ଟା କରେ, এই ଉକ୍ତିଟି ଠିକ୍ କି? ଏବଂ ଅପସନ୍ ସି ରେ ଦେଲା କି ଶିକ୍ଷକ ନିଜର ଶିକ୍ଷଣ ପଦ୍ଧତିକୁ ପରିମାର୍ଜିତ କରିବାକୁ ସୁଯୋଗ ପାଆନ୍ତି। ଅପସନ୍ ଡି ରେ ଅଛି ଉପରୋକ୍ତ ମଧ୍ୟରୁ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 73 ତେବେ ତାର ସଠିକ୍ ଆନ୍ସର କ'ଣ ହେବ? ଉପରୋକ୍ତ ମଧ୍ୟରୁ ସମସ୍ତ। କ୍ୱେଶ୍ଚିନ୍ ନମ୍ବର 74 ମାନ ନିର୍ଦ୍ଧାରଣ ଫଳାଫଳ ସଂକ୍ରାନ୍ତରେ କେଉଁ ଉକ୍ତିଟି ଠିକ୍? ତେବେ ରାଇଟ୍ ଆନ୍ସର କ'ଣ ହେବ? ଅପସନ୍ ଡି ହେବ ଉପରୋକ୍ତ ସମସ୍ତ। ଶିକ୍ଷାୟତନ ଗୁଡ଼ିକରେ ଅଧ୍ୟୟନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର କାରଣ ଆବିଷ୍କାର କରି ବିହିତ ପଦକ୍ଷେପ ନେବା ପାଇଁ କେଉଁ ମୂଲ୍ୟାୟନର ସାହାଯ୍ୟ ନେବାକୁ ପଡ଼େ? କ୍ୱେଶ୍ଚିନ୍ ନମ୍ବର 75 ତେବେ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ସି ହେବ ନିଦାନ ଭିତ୍ତିକ ମୂଲ୍ୟାୟନ। ବିଦ୍ୟାଳୟମାନଙ୍କରେ ବ୍ୟବହାର କରାଯାଉଥିବା ସଞ୍ଚୟୀ ବିବରଣୀ ସମ୍ବନ୍ଧରେ ନିମ୍ନ କେଉଁ ଉକ୍ତିଟି ଠିକ୍? ତେବେ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ଡି ରେ ଅଛି କି ଉପରୋକ୍ତ ସମସ୍ତ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 76 ଅପସନ୍ ଡି ହେବ ଉପରୋକ୍ତ ସମସ୍ତ ତଥ୍ୟ। ଜଣେ ଶିକ୍ଷାର୍ଥୀ ବିଭିନ୍ନ ରାଜା କିମ୍ବା ଶାସକମାନଙ୍କର ଫଟୋଚିତ୍ର ସଂଗ୍ରହ କରି ଆଲବମ୍ ତିଆରି କରିଛି। ଜଣେ ଶିକ୍ଷାର୍ଥୀ ବିଭିନ୍ନ ରାଜା କିମ୍ବା ଶାସକମାନଙ୍କର ଫଟୋଚିତ୍ର ସଂଗ୍ରହ କରି ଆଲବମ୍ ତିଆରି କରିଛି। ଏହା କେଉଁ ମୂଲ୍ୟାୟନ ଅନ୍ତର୍ଗତ? ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 77 ଯଦି ଦେଖିବା ଅପସନ୍ ଡି ହେବ କୃତି ମୂଲ୍ୟାୟନ। ପ୍ରଶ୍ନପତ୍ରରେ ବେଶୀ ସଂଖ୍ୟାରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଥିଲେ କି ଅସୁବିଧା ହେବ? କ୍ୱେଶ୍ଚିନ୍ ନମ୍ବର 78 ତେବେ ରାଇଟ୍ ଆନ୍ସର କ'ଣ ହେବ? ଅପସନ୍ ଡି ଉପରୋକ୍ତ ସମସ୍ତ। ସଫଳ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ ନିମ୍ନ କେଉଁ ଉକ୍ତିଟି ଠିକ୍? ସଫଳ ମୂଲ୍ୟାୟନ ପଚାରିଛି, ତେବେ ସଠିକ୍ ଆନ୍ସର କ'ଣ ହେବ? ଉପରୋକ୍ତ ସମସ୍ତ ଉକ୍ତି। ଅପସନ୍ ଡି ହେବ କରେକ୍ଟ ଆନ୍ସର। ବସ୍ତୁନିଷ୍ଠ ପ୍ରଶ୍ନ ସଂକ୍ରାନ୍ତରେ କେଉଁ ଉକ୍ତିଟି ଠିକ୍? ବସ୍ତୁନିଷ୍ଠ ପ୍ରଶ୍ନ ଯଦି ଦେଖିବା ତାହେଲେ କ୍ୱେଶ୍ଚିନ୍ ନମ୍ବର 80 ର ସଠିକ୍ ଆନ୍ସର ହେବ ଅପସନ୍ ଡି ହେବ ଉପରୋକ୍ତ ସମସ୍ତ ଉକ୍ତି। କ୍ୱେଶ୍ଚିନ୍ ନମ୍ବର 81 ନିମ୍ନଲିଖିତ ମଧ୍ୟରୁ କେଉଁ ଦୁଇଟିକୁ ନେଇ ପରିବେଶ ଗଠିତ? ଭୌତିକ ଓ ଜୈବିକ, ଜନ ସମୁଦାୟ ଓ ପର୍ବପର୍ବାଣୀ, ପ୍ରାକୃତିକ ଓ ସାମାଜିକ, ଭୌତିକ ଓ ମନୁଷ୍ୟକୃତ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 81 ଅପସନ୍ ସି ହେବ ପ୍ରାକୃତିକ ଓ ସାମାଜିକ। କ୍ୱେଶ୍ଚିନ୍ ନମ୍ବର 82 ନିମ୍ନଲିଖିତ ମଧ୍ୟରୁ କେଉଁଟି ପରିବେଶ ଅଧ୍ୟୟନର ମୂଳ ନୀତି? ଶିକ୍ଷାର୍ଥୀ କ'ଣ ଶିଖିବ? ଶିକ୍ଷାର୍ଥୀ କେତେ ଶିଖିବ? ଶିକ୍ଷାର୍ଥୀ କିପରି ଶିଖିବ? ଅପସନ୍ ଡି ରେ ଅଛି କି କେଉଁଟି ନୁହେଁ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 82 ଅପସନ୍ ସି ଶିକ୍ଷାର୍ଥୀ କିପରି ଶିଖିବ। ନିମ୍ନଲିଖିତ ମଧ୍ୟରୁ କେଉଁଗୁଡ଼ିକ ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହେଁ? ପରିବେଶ ସଦାସର୍ବଦା ପରିବର୍ତ୍ତନଶୀଳ ଏହା ବୁଝିବା, ପରିବେଶର ସଂରକ୍ଷଣ କରିବା ଏବଂ ଅପସନ୍ ସି ରେ ଅଛି କି ପରିବେଶର ବିକାଶ ଘଟାଇବା। ଅପସନ୍ ଡି କୌଣସିଟି ନୁହେଁ। ତେବେ ରାଇଟ୍ ଆନ୍ସର କ'ଣ ହେବ? କ୍ୱେଶ୍ଚିନ୍ ନମ୍ବର 83 ଅପସନ୍ ଡି ହେବ
କେଉଁଟି ନୁହେଁ? କ୍ୱେଶ୍ଚନ୍ ନମ୍ବର 84 ପରିବେଶ ଅଧ୍ୟୟନର ଆବଶ୍ୟକତା କାହିଁକି ରହିଛି? ଅପସନ୍ ଡି ୟାର କରେକ୍ଟ ଆନ୍ସର। ମୁଭ୍ କରିବା କ୍ୱେଶ୍ଚନ୍ ନମ୍ବର 85 ନିମ୍ନୋକ୍ତ ମଧ୍ୟରୁ କେଉଁ କମିଟି ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ପାଠର ନାମ ପରିବର୍ତ୍ତନରେ ପରିବେଶ ଅଧ୍ୟୟନ ଭାଗ 1 କରିବା ପାଇଁ ସୁପାରିଶ କରିଥିଲେ? ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। କ୍ୱେଶ୍ଚନ୍ ନମ୍ବର 85 ଅପସନ୍ ସି ହେବ ଈଶ୍ୱର ଭାଇ ପଟେଲ କମିଟି 1977 ରେ। କେଉଁଟି ବୈଜ୍ଞାନିକ ମନୋବୃତ୍ତିର ମୂଳଦୁଆ? କ୍ୱେଶ୍ଚନ୍ ନମ୍ବର 86 ତେବେ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ଡି କେଉଁଟି ନୁହେଁ? ଅନୁସନ୍ଧାନୀ ହେବା କେଉଁ ବିଷୟର ଭିତ୍ତିଭୂମି? ତେବେ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ବି ହେବ ବୈଜ୍ଞାନିକ ମନୋବୃତ୍ତି। ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଏହା ପରିବେଶ ଅଧ୍ୟୟନର କେଉଁ ଉଦ୍ଦେଶ୍ୟର ବିକାଶ ପାଇଁ ସାହାଯ୍ୟ କରେ? ସମସ୍ତେ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। ଯେହେତୁ କ୍ୱେଶ୍ଚନ୍ ଆସିଛି କ'ଣ ନା ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ, ତାହେଲେ 88 ର କରେକ୍ଟ ଆନ୍ସର ଯଦି ଦେଖିବା ଅପସନ୍ ବି ହେବ ଭାବାତ୍ମକ ଉଦ୍ଦେଶ୍ୟ। କ୍ୱେଶ୍ଚନ୍ ନମ୍ବର 89 କୌଣସି ବିଷୟରେ କୌଶଳ ହାସଲ କରିବା ପାଇଁ କାହା କାହା ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ହୋଇଥାଏ? କୌଶଳ ହାସଲ କରିବା ପାଇଁ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚନ୍ ନମ୍ବର 89 ଅପସନ୍ ଡି ମସ୍ତିଷ୍କ ଓ ହସ୍ତକର୍ମ। ସରଳ ମୌଖିକ ପ୍ରକଳ୍ପ ସମ୍ପାଦନ କେଉଁ ପ୍ରକାର କୌଶଳ ଅଟେ? କ୍ୱେଶ୍ଚନ୍ ନମ୍ବର 90 ସଠିକ୍ ଆନ୍ସର ହେବ ଅପସନ୍ ଏ ହେବ ପରିଚାଳନାଗତ କୌଶଳ। ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା କରିବା ଏହା ଶିକ୍ଷାର୍ଥୀମାନଙ୍କ କେଉଁ ପ୍ରକାର ବିକାଶର ଉଦାହରଣ ଅଟେ? ସମସ୍ତେ ମଧ୍ୟ ଏହାର ସଠିକ୍ ଆନ୍ସର ଦେଇସାରିଥିବେ। କ୍ୱେଶ୍ଚନ୍ ନମ୍ବର 91 ଯଦି ଦେଖିବା ଅପସନ୍ ଡି ଜ୍ଞାନାତ୍ମକ ବିକାଶ। ପରିବେଶ ଅଧ୍ୟୟନର ତାତ୍ପର୍ଯ୍ୟ କ'ଣ? କ୍ୱେଶ୍ଚନ୍ ନମ୍ବର 92 ତେବେ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ବି ହେବ ପରିବେଶ ମାଧ୍ୟମରେ ଅଧ୍ୟୟନ। ଶିକ୍ଷାର୍ଥୀମାନଙ୍କୁ ପରିବେଶ ଅଧ୍ୟୟନ କିପରି ପଢ଼ାଯିବା ଉଚିତ? ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚନ୍ ନମ୍ବର 93 ଅପସନ୍ ଡି ହେବ ଉପରୋକ୍ତ ସମସ୍ତ। ଆକ୍ଚୁଆଲି ଇଏ ଆପଣଙ୍କର ପରିବେଗ ନୁହଁ ପରିବେଶ। ପରିବେଶ ସଂସ୍ପର୍ଶରେ ଶିକ୍ଷାର୍ଥୀମାନେ ଆସିଲେ କ'ଣ ହୁଏ? କୌତୂହଳ ସୃଷ୍ଟି ହୁଏ, ମନରେ ପ୍ରଶ୍ନ ଆସେ, ଚିନ୍ତା କରିବା ପ୍ରବୃତ୍ତି ସୃଷ୍ଟି ହୁଏ। ଉପରୋକ୍ତ ସମସ୍ତ। ତେବେ ସଠିକ୍ ଆନ୍ସର କ'ଣ ହେବ? କ୍ୱେଶ୍ଚନ୍ ନମ୍ବର 94 ଅପସନ୍ ଡି ହେବ ଉପରୋକ୍ତ ସମସ୍ତ। ଯେଉଁମାନେ ବିଜ୍ଞାନର ସତ୍ୟତା ଅନୁସନ୍ଧାନ କରନ୍ତି ସେମାନେ ଡ୍ୟାସ୍ ପଦ୍ଧତି ବ୍ୟବହାର କରନ୍ତି। ତେବେ କ୍ୱେଶ୍ଚନ୍ ନମ୍ବର 95 ର କରେକ୍ଟ ଆନ୍ସର କ'ଣ ହେବ? ଅପସନ୍ ସି ହେବ ବିଶ୍ଳେଷଣ। ଦେନ୍ ଦେଖିବା କ୍ୱେଶ୍ଚନ୍ ନମ୍ବର 96 କେଉଁଟି ବୈଜ୍ଞାନିକ ପଦ୍ଧତିର ପ୍ରଥମ ସୋପାନ? ସମସ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ, ସମସ୍ୟା ଉପଲବ୍ଧି କରିବା, ସିଦ୍ଧାନ୍ତରେ ଉପନୀତ ହେବା, ସମସ୍ୟାଟିକୁ ସରଳ ଭାଷାରେ ପ୍ରକାଶ କରିବା। କ୍ୱେଶ୍ଚନ୍ ନମ୍ବର 96 ତେବେ ସଠିକ୍ ଆନ୍ସର କ'ଣ ହେବ? ଅପସନ୍ ବି ହେବ ସମସ୍ୟା ଉପଲବ୍ଧି କରିବା। ଦେନ୍ ଦେଖିବା କ୍ୱେଶ୍ଚନ୍ ନମ୍ବର 97 ବିଦ୍ୟାଳୟରେ ଶିକ୍ଷକ ଶିକ୍ଷଣ ପ୍ରକ୍ରିୟାକୁ କେଉଁ କୈନ୍ଦ୍ରିକ କଲେ ଶିକ୍ଷଣ ସହଜ ହୁଏ? କ୍ୱେଶ୍ଚନ୍ ନମ୍ବର 97 ସମସ୍ତେ ଏହାର ସଠିକ୍ ଆନ୍ସର ଦେଇଥିବେ କି ଶିକ୍ଷାର୍ଥୀ କୈନ୍ଦ୍ରିକ ପଦ୍ଧତି। ଦେନ୍ ଦେଖିବା କ୍ୱେଶ୍ଚନ୍ ନମ୍ବର 98 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷକ କୈନ୍ଦ୍ରିକ ପଦ୍ଧତି ଅଟେ? ମନେ ରଖିବେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ପର୍ଯ୍ୟବେକ୍ଷଣ ପଦ୍ଧତି, ପରୀକ୍ଷଣ ପଦ୍ଧତି, ପ୍ରଦର୍ଶନ ଓ ଆଲୋଚନାମୂଳକ ପଦ୍ଧତି କେଉଁଟି ନୁହେଁ? ତେବେ ସଠିକ୍ ଆନ୍ସର ହେବ କ୍ୱେଶ୍ଚନ୍ ନମ୍ବର 98 ର ଅପସନ୍ ସି ପ୍ରଦର୍ଶନ ଓ ଆଲୋଚନା ମୂଳକ ପଦ୍ଧତି। ଶିକ୍ଷକ ଶ୍ରେଣୀ ଗୃହରେ ସଫଳ ପ୍ରଦର୍ଶନ ପାଇଁ କେଉଁଟି କରିବେ ନାହିଁ? କ୍ୱେଶ୍ଚନ୍ ନମ୍ବର 99
ତାର ସଠିକ୍ ଆନ୍ସର କ'ଣ ହବ? ଅପସନ୍ ସି ହେବ ଦୀର୍ଘ ସମୟ ଧରି ପ୍ରଦର୍ଶନ। କ୍ୱେଶ୍ଚିନ୍ ନମ୍ବର 100 ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରଦର୍ଶନ ଓ ଆଲୋଚନା ପଦ୍ଧତିର ଗୁଣାବଳୀ ନୁହେଁ? ତେବେ ସଠିକ୍ ଆନ୍ସର କ'ଣ ହବ? ଅପସନ୍ ସି ହେବ ସମସ୍ତ ଶିକ୍ଷାର୍ଥୀଙ୍କୁ ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯାଏ। ଯେଉଁ ବୈଜ୍ଞାନିକ ପଦ୍ଧତି ଦ୍ୱାରା ବୈଜ୍ଞାନିକ ତଥ୍ୟକୁ ସରଳ ପରୀକ୍ଷଣ ଓ ନମୁନା ମାଧ୍ୟମରେ ଉପସ୍ଥାପନ କରାଯାଏ ତାହାକୁ ଡ୍ୟାସ୍ କୁହାଯାଏ। ତେବେ ରାଇଟ୍ ଆନ୍ସର ହେବ ପ୍ରଦର୍ଶନ ଓ ଆଲୋଚନାମୂଳକ ପଦ୍ଧତି, ଯାହାକି ଶିକ୍ଷକ କୈନ୍ଦ୍ରିକ ଆମେ କହିପାରିବା ଗୋଟିଏ ପଦ୍ଧତି। ବାୟୁରେ ଜଳୀୟ ବାଷ୍ପର ଉପସ୍ଥିତି ଜାଣିବା ପାଇଁ ଶିକ୍ଷକ କେଉଁ ପଦ୍ଧତିର ଆଶ୍ରୟ ନେବେ? କ୍ୱେଶ୍ଚିନ୍ ନମ୍ବର 102 ତେବେ ସଠିକ୍ ଆନ୍ସର କ'ଣ ହବ? ଅପସନ୍ ବି ହେବ ପ୍ରଦର୍ଶନ ଓ ଆଲୋଚନାମୂଳକ ପଦ୍ଧତି। ତ ଆଶା କରେ ଯେଉଁ ପ୍ରଶ୍ନଗୁଡ଼ିକୁ ଆମେ ଡିସ୍କସ୍ କଲେ ନିଶ୍ଚିନ୍ତ ଆପଣଙ୍କୁ ଏକ୍ଜାମରେ ହେଲ୍ପଫୁଲ୍ ହେଇପାରିବ ଏବଂ 100 କ୍ୱେଶ୍ଚିନ୍ ଆପଣଙ୍କର କେତୋଟି କ୍ୱେଶ୍ଚିନ୍ ସଠିକ୍ ଥିଲା ନିଶ୍ଚିନ୍ତ କମେଣ୍ଟ ସେକ୍ସନରେ ଲେଖିକି ଜଣାଇବେ। ଯଦି ଆପଣଙ୍କର ସିଲାବସ୍ କଭର୍ ହୋଇସାରିଛି ତେବେ ମାକ୍ସିମମ୍ ଟୁ ମାକ୍ସିମମ୍ ଆପଣ MCQ ପ୍ରାକ୍ଟିସ୍ କରନ୍ତୁ, ତା ସହିତ ମକ୍ ଟେଷ୍ଟ ମଧ୍ୟ ଦିଅନ୍ତୁ, ଯାହାକି ଏକ୍ଜାମରେ ଆପଣଙ୍କୁ ହେଲ୍ପଫୁଲ୍ ହେଇପାରିବ। ଆପଣଙ୍କ ସହିତ ଦେଖା ହେବ ଆଉ ଏକ କ୍ଲାସ୍ରେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।